ଯାତ୍ରାର କାହାଣୀ ଲେଖକ ମାନଙ୍କୁ ମୋର ଗୋଟିଏ ପ୍ରଶ୍ନ। ଆପଣ ମାନେ କ'ଣ ଏଇ ଯେ ପ୍ରତ୍ୟେକ ଯାତ୍ରା ପାର୍ଟିରେ ଗୋଟେ ଗୋଟେ ନାଟକରେ ଏଇଭଳିଆ ଭିକ ମଗା ସିନ୍ ପୁରେଇବା ନିହାତି ଦରକାର? ତମକୁ ଟିକେ ଖରାପ ଲାଗୁନି? ଏଇମାନଙ୍କ ଦ୍ୱାରା ଭିକ ମଗୁଛ ନା, ଯିଏ କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି ଗୋଟେ ଗୋଟେ ବର୍ଷକୁ। ତମେ ଜାଣିବା ଦରକାର ଯାତ୍ରା ଟିକେଟ୍ ଗୋଟେ ଗୋଟେ ଆସିକି 300 ଟଙ୍କାରେ ପହଞ୍ଚିଲାଣି। ଗୋଟେ ଗରିବ ଲୋକ ଗୋଟେ ଖଟିଲେ ଦିନ ସାରା ସେ ଟଙ୍କା 400 ଟଙ୍କା ପାଇବନି। ସେଥିରେ ସେ ପରିବାର ସହିତ ଯଥକଷ୍ଟ ଅଳ୍ପ ସ୍ୱଳ୍ପ ଯଥକଷ୍ଟ ପଇସା ଯୋଡ଼ିକି ସେ ଯିବ ଯାତ୍ରା ଦେଖିବା ପାଇଁ। ତାରି ଭିତରେ ତମେ ଏଇଭଳିଆ ଗୋଟେ ଗୋଟେ ଭିକ ମଗା ସିନ୍ ପୁରେଇ ଦେବ, ଯେମିତି ଯେମିତି ଘରେ ଖାଇବାକୁ ନଥିଲା ବେଳେ ଏଇ ଭିକ ମାଗି ଏମିତି ଶାଢ଼ୀ କାନି ପତେଇକି। ଗୋଟେ ଖରାପ ଲାଗୁନି? ତାପରେ ସେ ଲୋକମାନେ ସବୁ ପଇସା ଯାଚିକି ଦେଉଛନ୍ତି। ହଁ, ଯିଏ ଯାହା କାହାଣୀ ଉପରେ ଯାହା ଅଭିନୟ ଉପରେ ସନ୍ତୁଷ୍ଟ ହୋଇକି ଯାଚିକି ଯାହା ପଇସା ଦେଲା ଯେଉଁ ଦର୍ଶକ, ସେଟା ଅଲଗା କଥା। କିନ୍ତୁ ତମେ ଏମିତି ଭିକ ମଗା ସିନ୍ ପକେଇବା କ'ଣ ନିହାତି ଦରକାର? ଏମିତି ଜଣେ ଗୋଟେ ଏତେ ବଡ଼ କଳାକାର ଯାଇକି ଏମିତି କାନି ପତିକି ଏମିତି ଭିକ ମାଗୁଛି, ତାଙ୍କୁ ତ ଖରାପ ଲାଗୁନି କେମିତି? ମୋତେ ତ ଦେଖିଲେ ଖରାପ ଲାଗୁଛି। ଭାଇ, ମୁଁ ବରଂ ଯଦି ମୁଁ କଳାକାର ମୋର ଯାତ୍ରା ଛାଡ଼ିଦେବି, ଏଇଭଳିଆ ଭିକ ମୁଁ କେବେ ମାଗିବିନି। ସେ ଟିକେ ଲାଜ ମାଡ଼ିବା ଦରକାର। ତମେ ଠିକ୍ ଦିମାଗ ଖଟେଇଛ। ଆଗ ଧାଡ଼ିରେ ବସୁଥିବା ବଡ଼ ବଡ଼ ବାବୁମାନେ ହିଁ ଆଗ ଧାଡ଼ିରେ ବସନ୍ତି। ବଡ଼ ବଡ଼ ପଇସାବାଲା ଲୋକ, ବଡ଼ ବଡ଼ ହାକିମ ଅଫିସର, ବଡ଼ ବଡ଼ ଗଭର୍ଣ୍ଣମେଣ୍ଟ ଅଫିସର ବାବୁମାନେ, ତାଙ୍କୁ ସବୁ ଯାତ୍ରା କମିଟି ବାଲା ଆଗରେ ଟିକେଟ୍ ଦେଇଥାନ୍ତି। ତାଙ୍କ ପାଖରେ ପଇସା ଅଛି, ଠିକ୍ ପଇସା ବାହାରିବ, ନୁହଁ?